କେନ୍ଦ୍ର ସରକାର ଗର୍ଭବତୀ ମହିଳା ଏବଂ ନବଜାତ ଶିଶୁଙ୍କ ପାଇଁ ଅନେକ ସାରା ଯୋଜନା ହାତକୁ ନେଇଛନ୍ତି। ଏମିତି ଏକ ଯୋଜନା ରହିଛି ଯାହା କେନ୍ଦ୍ର ସରକାର ଗର୍ଭବତୀ ମହିଳାମାନଙ୍କୁ ଟଙ୍କା ଦେଉଛନ୍ତି। ହଜାରେ ନୁହଁ କି 2000 ନୁହଁ, ଏକା ବେଳେ 6000 ଟଙ୍କା କେନ୍ଦ୍ର ସରକାରଙ୍କ ତରଫରୁ ଗର୍ଭବତୀ ମହିଳାମାନଙ୍କୁ ମିଳୁଛି। ଏହି ଯୋଜନାରେ କେବଳ ଗର୍ଭବତୀ ମହିଳାମାନଙ୍କୁ ଟଙ୍କା ମିଳିବନି, ତା ସହିତ ଅନେକ ସାରା ବେନିଫିଟ୍ସ ମଧ୍ୟ ମିଳିବା ପାଇଁ ଯାଉଛି। ତ ଏହି ଯୋଜନାକୁ ନେଇ ନୂଆ ଅପଡେଟ୍ ସରକାର ଜାରି କରିଛନ୍ତି। ଯେଉଁ ଯୋଜନାର ନାମ ରହିଛି ପ୍ରଧାନମନ୍ତ୍ରୀ ମାତୃତ୍ୱ ବନ୍ଦନା ଯୋଜନା, ଯାହା ଆପଣଙ୍କ ମୋବାଇଲ ସ୍କ୍ରିନରେ ମୁଁ ଆପଣମାନଙ୍କୁ ଏହି ସୂଚନାଟି ଦେଖିବା ପାଇଁ ଚାହିଁବି, ଯାହା ଖବରରେ ପ୍ରକାଶିତ ହୋଇଛି। କେନ୍ଦ୍ର ସରକାରଙ୍କ ତରଫରୁ ଏହି ଯୋଜନାକୁ ନେଇ ଅପଡେଟ୍ ରହିଛି। ତ ଆପଣ ଦେଖିବାକୁ ପାଉଥିବେ ଗର୍ଭବତୀଙ୍କୁ ମିଳିବ 6000 ଟଙ୍କା। ଗର୍ଭବତୀଙ୍କୁ ମିଳିବ ଟଙ୍କା। ଜାଣନ୍ତୁ କ'ଣ ପ୍ରଧାନମନ୍ତ୍ରୀ ମାତୃତ୍ୱ ବନ୍ଦନା ଯୋଜନା ଆଉ ଏହି ଯୋଜନାରେ କ'ଣ ରହିଛି ନୂଆ ଅପଡେଟ୍। ତ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ସମ୍ପୂର୍ଣ୍ଣ ସୂଚନା ଜଣାଇଦେବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖିବେ, ଯାହାଫଳରେ ଆପଣମାନେ ପ୍ରଧାନମନ୍ତ୍ରୀ ମାତୃତ୍ୱ ବନ୍ଦନା ଯୋଜନା ବିଷୟରେ ସମ୍ପୂର୍ଣ୍ଣ ସୂଚନା ପାଇବା ସହିତ ନୂଆ କ'ଣ ଏହି ଯୋଜନାରେ ଅପଡେଟ୍ ହେଇଛି, କ'ଣ କାର୍ଯ୍ୟକାରୀ କରାଯାଇଛି, ଆପଣ ମଧ୍ୟ ଜାଣିବାକୁ ପାଇବେ। ତା ପୂର୍ବରୁ ଆପଣମାନଙ୍କୁ କହି ରଖିବି, ନୂଆ କରି ଯଦି ଆପଣ ଭିଡ଼ିଓଟି ଦେଖୁଛନ୍ତି, ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଚ୍ୟାନେଲକୁ ଆପଣ ସବସ୍କ୍ରାଇବ୍ କରିଦିଅନ୍ତୁ। ଆପଣଙ୍କ ମୋବାଇଲ ସ୍କ୍ରିନ୍ ଉପରେ ଦୃଷ୍ଟି ଆକର୍ଷଣ କରିବା ପାଇଁ ଚାହିଁବି। ଦେଖନ୍ତୁ, କେନ୍ଦ୍ର ସରକାର ଗର୍ଭବତୀଙ୍କୁ ଦେଉଛନ୍ତି ଟଙ୍କା। କେମିତି କରିବେ ଆବେଦନ, ଏହାର ସମ୍ପୂର୍ଣ୍ଣ ତଥ୍ୟ ଉପରେ ଥରେ ନଜର ପକାନ୍ତୁ। ଗର୍ଭବତୀ ମହିଳା ଏବଂ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା ହାତକୁ ନେଇଛନ୍ତି। ଏଥିମଧ୍ୟରୁ ଗୋଟିଏ ହେଉଛି ପ୍ରଧାନମନ୍ତ୍ରୀ ମାତୃତ୍ୱ ବନ୍ଦନା ଯୋଜନା, ଅର୍ଥାତ୍ PMMVY। ଏହି ଯୋଜନା ଅଧୀନରେ ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମା'ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଏ। ଆସନ୍ତୁ ସରଳ ଭାଷାରେ ବୁଝିବା ଏହି ଯୋଜନା କ'ଣ ଏବଂ ଏଥିରୁ କିଏ ଲାଭ ପାଏ ଏବଂ ପ୍ରଧାନମନ୍ତ୍ରୀ ମାତୃତ୍ୱ ବନ୍ଦନା ଯୋଜନା ପାଇଁ କିପରି ଆପଣମାନେ ଆବେଦନ କରିବେ। ପ୍ରଥମେ ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀ ମାତୃତ୍ୱ ବନ୍ଦନା ଯୋଜନା କ'ଣ। ଦେଖନ୍ତୁ, ପ୍ରଧାନମନ୍ତ୍ରୀ ମାତୃତ୍ୱ ବନ୍ଦନା ଯୋଜନା ଅର୍ଥାତ୍ PMMVY ହେଉଛି ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟର ଏକ ସରକାରୀ ଯୋଜନା, ଯାହା ଗର୍ଭଧାରଣ ଏବଂ ପ୍ରସବ ସମୟରେ ମହିଳାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖିଛି। ପ୍ରଥମ ସନ୍ତାନର ଜନ୍ମ ପରେ 5000 ଟଙ୍କା ଅନୁଦାନ ପ୍ରଦାନ କରାଯାଏ, ଯାହା 2ଟି କିସ୍ତିରେ ପ୍ରଦାନ କରାଯାଏ। ପ୍ରଥମ କିସ୍ତି ପାଇଁ ଗର୍ଭଧାରଣ ପଞ୍ଜୀକରଣ ଆବଶ୍ୟକ। ଶେଷ ଋତୁସ୍ରାବ ଅର୍ଥାତ୍ LMPର 6 ମାସ ମଧ୍ୟରେ ଅତି କମ୍ରେ ଗୋଟିଏ ପ୍ରସବ ପୂର୍ବ ଯାଞ୍ଚ NAC କରାଯିବା ଆବଶ୍ୟକ। ଏହି ଯାଞ୍ଚ ଏକ ଅଙ୍ଗନବାଡ଼ି କେନ୍ଦ୍ର କିମ୍ବା ସରକାରୀ ସ୍ୱୀକୃତିପ୍ରାପ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ କରାଯିବା ଆବଶ୍ୟକ। ଯାଞ୍ଚ ସମାପ୍ତ ହେବା ପରେ 3000ର ପ୍ରଥମ କିସ୍ତି ଆସିବ। ସେହିପରି ଶିଶୁର ଜନ୍ମ ପଞ୍ଜୀକରଣ ଏବଂ ଜନ୍ମର 14 ସପ୍ତାହ ପର୍ଯ୍ୟନ୍ତ ସମସ୍ତ ଆବଶ୍ୟକ ଟିକାକରଣ ଉପରେ 2000 ଟଙ୍କାର ଦ୍ୱିତୀୟ କିସ୍ତି ପ୍ରଦାନ କରାଯାଏ। ଏହା ସହିତ ଯଦି ମହିଳା ଜଣକ ସରକାରୀ ହସ୍ପିଟାଲ କିମ୍ବା ପଞ୍ଜୀକୃତ ଘରୋଇ ନର୍ସିଂ ହୋମ୍ରେ ପ୍ରସବ କରନ୍ତି, ତେବେ ତାଙ୍କୁ ଜନନୀ ସୁରକ୍ଷା ଯୋଜନା JSY ଲାଭ ମଧ୍ୟ ମିଳିଥାଏ। ଏହି ମୋଟ ଲାଭ ପ୍ରାୟ 6000 ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ। ଏବେ ଆସନ୍ତୁ ଜାଣିବା ଦ୍ୱିତୀୟ ସନ୍ତାନ ପାଇଁ କ'ଣ ସୁବିଧା ମିଳିବ। ଦେଖନ୍ତୁ, ଯଦି ଦ୍ୱିତୀୟ ସନ୍ତାନ ଝିଅ ହୁଏ, ତେବେ ମହିଳାଙ୍କୁ 6000 ଟଙ୍କାର ଅତିରିକ୍ତ ସହାୟତା ଦିଆଯାଏ। ଏହି ଯୋଜନାର ଲାଭ ପାଇବା ପାଇଁ ଜଣେ ମହିଳାଙ୍କ ବୟସ ଅତି କମ୍ରେ 19 ବର୍ଷ ହୋଇଥିବା ଆବଶ୍ୟକ। ଗର୍ଭବତୀ ହୋଇଥିବା ଏବଂ ଗର୍ଭଧାରଣ ଯୋଗୁଁ ଆୟ କିମ୍ବା ଦରମା ହରାଉଥିବା ଆବଶ୍ୟକ। ଯେଉଁ ମହିଳାମାନେ
केंद्र सरकार, राज्य सरकार किंबा पब्लिक सेक्टर अंडरटेकिंग अर्थात पीएसयू रे नियमित चाकरी करूचंती एवं पूर्वरु मातृत्व लाभ उठाइचंती सेमाने एही योजनार लाभ पाई परिबे नाही। वर्तमान आसंतु जानिबा केउ महिला आवेदन करि परिबे। देखंतु एक नंबर रे अनुसूचित जाति अर्थात एससी महिला, दुई नंबर रे अनुसूचित जनजाति अर्थात एसटी महिला, तीन नंबर रे 40% किंबा ताठारु अधिक अक्षमता थिबा महिला, 4 नंबर रे बीपीएल राशन कार्ड धारक, 5 नंबर रे ई श्रम कार्ड धरिथिबा महिला, 6 नंबर रे प्रधानमंत्री किसान सम्मान निधि सहित जड़ित महिला चाषी, 7 नंबर रे मनरेगा जॉब कार्ड धरिथिबा महिला, 8 नंबर रे जहांको परिवार रो वार्षिक आय 8 लाख टंकारु कम, 9 नंबर रे अंगनवाड़ी कर्मी एवं सहायिका, 10 नंबर रे आशा कर्मी, 11 नंबर रे जातीय खाद्य सुरक्षा आईन अर्थात एनएफएसए अनुजाई राशन कार्डधारी महिला माने मध्य एही योजनारू लाभ उठेई पारिबे। वर्तमान आसंतु जानिबा ऑनलाइन रे किपरि आपण माने आवेदन करि पारिबे। देखंतु एही योजना रे आवेदन करिबा बहुत सहज होइताए। जो स्टेप गुडी को मु आपण मानु कहिबी से स्टेप गुडी को आपण माने अनुसरण कले आपण माने आराम से आवेदन करि पारिबे। सर्वे प्रथमे PMMVY रो ऑफिशियल वेबसाइट को जानतु। एठारे सिटीजन लॉगिन विकल्प उपरे क्लिक करंतु। एबे आपणकर मोबाइल नंबर प्रवेश करांतु एवं ओटीपी सहित जांच करांतु। नाम, राज्य, जिला, ब्लॉक एवं अन्यान्य विवरणी पूरण करी एक अकाउंट तैयारी करंतु। लॉगिन करिबा परे बेनिफिशियरी रजिस्ट्रेशन विकल्प उपरे क्लिक करंतु। अनुरोध करा जाइथिबा समस्त व्यक्तिगत सूचना पूरण करंतु। प्रथम किंबा द्वितीय संतान जहा प्रयोज्य ताहा चयन करंतु। फॉर्म टी संपूर्ण पूरण करिबा परे एहाकू दाखल करंतु। एबे आसंतु जानिबा आवेदन पाई आवश्यक डॉक्यूमेंट्स गुड़िक कौन रही। एक नंबर रे आधार कार्ड, 2 नंबर रे आधार लिंक होइथिबा बैंक किंबा पोस्ट ऑफिस अकाउंट, 3 नंबर रे बैंक अकाउंट सूचना, 4 नंबर रे योग्यता प्रमाण पत्र, 5 नंबर रे एमसीपी आरसीएचआई कार्ड, 6 नंबर रे गर्भावस्था सूचना अर्थात एलएमपी एवं एनएससी तारीख, 7 नंबर रे पिलार जन्म प्रमाण पत्र, 8 नंबर रे शिशु टीकाकरण सूचना, 9 नंबर रे राशन कार्ड, ई श्रम कार्ड, मनरेगा जॉब कार्ड किंबा अन्यान्य योग्य डॉक्यूमेंट रो आवश्यकता रही। यह व्यतीत मोबाइल नंबर देवा मध्य गुरुत्वपूर्ण जहा द्वारा आपण समय समय रे आवेदन एवं पेमेंट संबंधी सूचना पाई परिबे।